ଏହି ଦିନ ଖାତାକୁ ଆସିବ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଟଙ୍କା। ତ ତୁରନ୍ତ କରନ୍ତୁ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କାମ, ନହେଲେ ଆପଣଙ୍କ ଖାତାକୁ ଆସିବ ନାହିଁ ଟଙ୍କା। ତ ଭିଡ଼ିଓଟିକୁ ଏବେ ଦେଖୁଥିଲେ ଫାଷ୍ଟ ଲାଇକ୍ କରିଦିଅନ୍ତୁ ଏବଂ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ତ ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସମସ୍ତଙ୍କୁ ମୋ ନମସ୍କାର, ମୁଁ ଲିପା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପା ମନି ରାଇଟ୍କୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। 13 ମାର୍ଚ୍ଚ 2026ରେ ପୂର୍ବ 22ତମ କିସ୍ତି ପାଇଁ ଟଙ୍କା ସ୍ଥାନାନ୍ତର ହେବା ପରଠାରୁ ସମସ୍ତେ ପରବର୍ତ୍ତୀ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ପରବର୍ତ୍ତୀ ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ 2000 ଟଙ୍କା ଆର୍ଥିକ ସହାୟତା କେବେ ଜମା ହେବ, ତ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏ ସମ୍ପର୍କରେ ଆଲୋଚନା ଏବେ ତୀବ୍ର ହୋଇଛି। ଏହି ସରକାରୀ ସହାୟତାର ସତ୍ୟତମ ଅପଡେଟ୍ ଯାହା ପ୍ରତି 4 ମାସରେ ପ୍ରଦାନ କରାଯାଏ ଏବଂ କିପରି ବିନା କୌଣସି ବାଧାରେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିଛି। କିସ୍ତି ସମ୍ପର୍କରେ ସତ୍ୟତମ ଅପଡେଟ୍ ଏଠାରେ ଅଛି। ତ 23ତମ କିସ୍ତି ଜୁନ୍ ଜୁଲାଇରେ ଆସିପାରେ। ତ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ନିୟମ ଅନୁଯାୟୀ ସରକାର ଚାଷୀମାନଙ୍କୁ ବାର୍ଷିକ 6000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତି, ଯାହାକି 3ଟି ପୃଥକ କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଏ। ତ 22ତମ କିସ୍ତି ମାର୍ଚ୍ଚ ମାସରେ ଜାରି ହୋଇସାରିଛି, ତେଣୁ ନିର୍ଦ୍ଧାରିତ 4 ମାସର ଚକ୍ର ଉପରେ ଆଧାର କରି 23ତମ କିସ୍ତି 2026 ଜୁନରୁ ଜୁଲାଇ ମଧ୍ୟରେ ପ୍ରଦାନ କରାଯିବାର ଆଶା କରାଯାଉଛି। ହେଲେ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି। କିନ୍ତୁ ଜୁନ୍ ମାସ ଆରମ୍ଭ ହେବା ସହିତ କୃଷି ମନ୍ତ୍ରାଳୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସାଧାରଣତଃ କିସ୍ତି ପ୍ରକାଶ ହେବାର 1 କିମ୍ବା 2 ସପ୍ତାହ ପୂର୍ବରୁ ସରକାରୀ ପୋର୍ଟାଲରେ ଚୂଡ଼ାନ୍ତ ତାରିଖ ଘୋଷଣା କରାଯାଏ। ତେଣୁ ଚାଷୀମାନେ ମୌସୁମୀ ଆଗମନ ସହିତ ଏହି ଆନନ୍ଦଦାୟକ କିସ୍ତି ସେମାନଙ୍କ ଆକାଉଣ୍ଟରେ ପହଞ୍ଚିବାକୁ ଅପେକ୍ଷା କରିପାରିବେ। ଏହି 3ଟି ଗୁରୁତ୍ୱପୂର୍ଣ୍ଣ କାମ ତୁରନ୍ତ ସମାପ୍ତ କରନ୍ତୁ। ଯଦି ଆପଣ ଚାହାନ୍ତି ଯେ ସରକାର ବଟନ୍ ଦବାଇବା ମାତ୍ରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ 2000 ଟଙ୍କା ସିଧାସଳଖ ଜମା ହେଉ, ତେବେ ଆପଣଙ୍କୁ କିସ୍ତି ଜରୁରୀ କିଛି କାଗଜପତ୍ର ଠିକ୍ ସମୟରେ ପୂରଣ କରିବାକୁ ପଡ଼ିବ। ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ଆପଣଙ୍କର EKYC ସମ୍ପୂର୍ଣ୍ଣ ଭାବରେ ପୂରଣ ହୋଇଥିବା ଆବଶ୍ୟକ। ଏହା ବିନା କିସ୍ତି ଅଟକି ରହିବ। ଆପଣ ଏକ OTP ବ୍ୟବହାର କରି ପିଏମ୍ କିଷାନ ପୋର୍ଟାଲ ମାଧ୍ୟମରେ ନିଜେ ଏହି ପ୍ରକ୍ରିୟା ସମାପ୍ତ କରିପାରିବେ। ଏହା ସହିତ ପ୍ରତ୍ୟେକ ଲାଭ ସ୍ଥାନାନ୍ତରରେ କୌଣସି ସମସ୍ୟା ନ ହେବା ପାଇଁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ ଏବଂ NPCI ସହିତ ସିଡ୍ କରାଯିବା ଆବଶ୍ୟକ। ଏହା ସହିତ ନୂତନ ବ୍ୟବସ୍ଥା ଅନୁଯାୟୀ କୃଷକ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଥିବା 14ଟି ରାଜ୍ୟର ଚାଷୀମାନେ ମଧ୍ୟ ସେମାନଙ୍କର ଡିଜିଟାଲ ପରିଚୟପତ୍ର ରେକର୍ଡଗୁଡ଼ିକୁ ଅପଡେଟ୍ କରିବା ଉଚିତ। ତ ଆପଣ ସରକାରୀ ୱେବସାଇଟ୍ pmkisan.gov.in କୁ ଯାଇ ନାଓ ୟୋର ଷ୍ଟାଟସ୍ ବିକଳ୍ପକୁ ବାଛି ସହଜରେ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ଏବଂ ପୂର୍ବ କିସ୍ତିର ସ୍ଥିତି ଯାଞ୍ଚ କରିପାରିବେ। ତ ଆଶା କରୁଛି ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବେ। ଆପଣମାନଙ୍କର ସୁଚିନ୍ତିତ ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରିବେ, ସେୟାର କରିବେ। ଯଦି ଆମ ଚ୍ୟାନେଲକୁ ନୂଆ କରି ଭିଜିଟ୍ କରୁଛନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏହିପରି ଆଗକୁ ନୂଆ ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ରହିଥାନ୍ତୁ। ସମସ୍ତଙ୍କୁ ମୋ ତରଫରୁ ଆମ ଚ୍ୟାନେଲ ତରଫରୁ ବହୁତ ବହୁତ ଧନ୍ୟବାଦ।